बाप घरे धन सम्पद कोठा बाड़ी अछि हां शाशु घरे धन सम्पद कोठा बाड़ी आज्ञा मन लगी सुंदर पुरुष रे स्वामी रूप रे पाइथिले पाइछि हे मां बोलो जदि से मां कोल रे ओके पुओटी किबा झियोटी नाही से स्त्री काई खाया जाको देकी रखिबू कोन करिवो ताको हाथ पाले देखि बिक्की दबू से कोन गाई से माई गाई समान अरे 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 केमिति समान मोदी बुझेइला सार माई गाई समान सम्मान सबनी हां किंतु माई गाई समान काई कहले गाई गोबर आनिक लिपिले पवित्र हो जिवो गोमय सदा सर्वदा पवित्र हेले गाई गोबर पवित्र हेले माई गोबर लिपि हबनी समान बोली केमिति कहउछ नहीं हबनी 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 नाही हबनी आगे हां तेनु जो मां कोल रे पुओ झियो न थाए हां हां ये धन सम्पद कोठा बाड़ी सोना रूपा गहना हां सब तुच्छ हो जाए छोरो खा हेले जो मां कोल रे पुओटी किबा झियोटी थाए हां से मार मन बड़ आनंद आज देखुनो हां पाला केंदे होची उदाहरण मोर जजमान महोदय हां जजमान महोदयଙ୍କ घरे बाबा ଆଜି କେତେ ବଡ ଉତ୍ସବ हां हां କାହା ପାଇଁ पिला लगी ପିଲା ଲାଗି ପାଲା हां 16 ପାଲା ସଂକଳ୍ପିତ କରିଛନ୍ତି ବାପା ମା ଜେଜେ ବାପା ଜେଜେ ମାଙ୍କର ପାଦ ତଳେ ଲାଗୁନି बाबा ସତରେ କେତେ ବନ୍ଧୁ ବାନ୍ଧବଙ୍କର ଆଗମନ ହେଇଛି ଘରକୁ बोलवा तो रे ଭୋଜନର ଆୟୋଜନ ହେଇଛି ए ପାଲା ପରିବେଷଣ ହେଉଛି ସତ୍ୟନାରାୟଣଙ୍କର ପୂଜା ଚାଲିଛି बात କେତେ ସବୁ ଆୟୋଜନ କାହା ପାଇଁ पिला लगी ପିଲା ଲାଗି ଗୋଟିଏ ପାଇଲେ ମା ସବୁବେଳେ ଆଶା କରେ ଧନ ମୋର ଦିନେ ବଡ ହବ ହଁ ଇଏ ପୁଅ ଯେତେବେଳେ ବଡ ହବ ପାଠରେ ପଢି ମଣିଷ ପରି ମଣିଷ ହବ ମୋ ବାବୁ ଯେତେବେଳେ ଯୁବକ ହେଇଯିବ ଘରକୁ ଗୋଟେ ସୁନା ନା କି ବୋହୂ ଆସିବ ଆଉ ମୋ ବୋହୂର ହାତ ପରସା ଖାଇ ମୁଁ ଟିକେ ଶାନ୍ତିରେ ବସିବି आ मो बड़ हाथ बिंधा होतले मु लंबेई देबी मो बहु घसीबो ମା कहबो बोऊ आर गोड़ देखातु टिके मोड़ी देबी ମା ଆଶା କରିଥିବ ବୋହୂ ଆସିଲେ ସେବା କରିବ हम्म ଆଉ ଭଲ ଭଲ ରୋଷେଇ କରି ଖାଇବାକୁ ଦବ ଆଗେ ମାର ଯେ କେତେ ଆଶା ଝିଅ ବାହାଘର ଲୋ ମା ए ସିନା ସମସ୍ତଙ୍କ ଘରେ କାନ୍ଦ ବୋବାଳି ପଡିବ कांदीबे କିନ୍ତୁ ପୁଅ ବାହାଘରେ କଣ କାନ୍ଦ ବୋବାଳି ପଡିବ मन खुशी पूरा ସମସ୍ତ ପରିବାରର ସଦସ୍ୟଙ୍କର ମନକୁ हां हां ସବୁ କାମ ଠିକରେ ଚାଲିଥିବ ହେଲେ ଗୁମରି ଗୁମରି ଜଣେ ଏକା କାନ୍ଦୁଥିବ हां हां ସେ କିଏ ସେ टिके मा କିଏ ହଉଛି ମା मा ସନ୍ଧ୍ୟା ସମୟ ଆସି ପହଞ୍ଚିବ पहुंची जीवो ଫୁଲରେ ସଜା ହେଇଥିବା ଗାଡିଟା ଆସିକି ଦ୍ୱାରରେ ଠିଆ ହବଣି बाण फुटिलानी ବାଣ ଫୁଟିଲାଣି ବାଜା ବାଜିବ बाण कर ठिया है दस बाण फुटिबो ଆଗେ हां ସେଇ ସମୟରେ हां ପୁଅଟା ତାର ବର ବେଶ ସାଜିବ हां ଗାଡିରେ ବସିଯିବ ବାହା ହେବା ପାଇଁ बाहा बपाई ଯେତେବେଳେ ପୁଅ ବାହା ହେବା ପାଇଁ ବାହାରିବ हां ଶେଷ ସମୟରେ ଲୋ ମା मा ସ୍ନେହମୟୀ ମା ଆସିବ आसीबो କ୍ଷୀର ଗ୍ଲାସ ଟେ ଆଣିବ हां କ୍ଷୀର ଗ୍ଲାସ ଟେ ପିଆଇ ଦବ हां हां ତା କାନି ପଣତରେ ପୁଅର ମୁହଁ ପାଟି ପୋଛି ଦବ ପୋଛି ଦବ ମୁହଁ ପୋଛି ଦବ କହିଲେ ଗଳା ମାରିଲେ ମୋର ରାନ୍ତୁଣି ଧନ କଥାରେ ଚରଖିବୁ ନ କରିଆ ବାଜିବ ଦାଣ୍ଡ ବାଜା ଦାଣ୍ଡରେ ମୋର ଦୋଳ ମୁଠା ପିନ୍ଧି ସାଜିବୁ ପାରା ପିନ୍ଧାଇବି ପାଞ୍ଚି ଆଞ୍ଜୁଳି ଦେବି
ହରେ ବନ୍ଦାଣ ଧାରି ବନ୍ଦାଉଥିବି କ୍ଷୀର ଗ୍ଲାସଟେ ପିଆଇ ସାରିବା ପରେ ହଁ ମାର ଆଖିରୁ ବହିଯାଏ ଧାର ଧାର ଲୋତକ। ସେଦିନ ସେ ମା କାନ୍ଦି ପକାଇ ଏଇଥିପାଇଁ ମା କାନ୍ଦିବୁ ହେଲେ ପୁଅର ଆଜି ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ମୋ ହାତରେ ଥିଲା। ହଁ ହଁ ବଡ କରିଦେଲି ଛୋଟରୁ ବଡ କରିଦେଲି ଧନକୁ ମୋର। ହଁ ପୁଅ ବାହା ହେଇ ସାରିବା ପରେ ସତରେ କଣ ଆଉ ସେଇ ସ୍ନେହ ମମତା ମତେ ଦବ କି? ମୋ ପୁଅ ମତେ ଆଉ ଭୁଲି ଯିବନି ତ? ସେଇ ଭୟରେ ମାର ଆଖିରୁ ବହିଯାଏ ଧାର ଧାର ଲୋତକ। ହଁ ହେ ମୋର ପଣ୍ଡିତ ବର୍ଗୀ, ଏ ପିଲେ ହେ ମୋର ସାଧୁ ସନ୍ଥ ସମାଜର ହଁ ପ୍ରତ୍ୟେକ ଯୁବପିଢି, ହଁ ବାପା ଆଜି ପ୍ରତ୍ୟେକ ବାପା ମା ମାନେ ହେଉଛନ୍ତି ଦେବତା। ଏକଥା ଯେମିତି ଭୁଲି ନ ଯାଅ। ସତ ଛୋଟରୁ ବଡ କରିଛନ୍ତି ବାପା ମା ଭୁଲିବନି କେବେ ବାପା ମା ହେଉଛନ୍ତି ଦେବତା। ବାହା ହେଇଗଲେ କେବେ ଭୁଲିବନି ବିବାହ ସାରିବା ପରେ ହଁ ହଁ ବାପା ମାଙ୍କୁ ଯେ ଭୁଲି ଯାଆନ୍ତୁନି। ନାଇଁ ଅଲଗା କରିଦବ ପଛେ ଭୁଲିବନି ନାରୀ ପାଟି କରନି ତମେ। ପାଟି ନାରୀ ବସ ଆଜ୍ଞା ହଁ ଭୂମି କରି ଅଛି ମାତା ସ୍ୱର୍ଗାତ ଉଚ୍ଚତର ପିତା ହଁ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରି ଅଛି। ହରିଅସି ବାସ୍ ପିତା ମାତା ଦେବତା ବାପା ମା ହେଉଛନ୍ତି ଦେବତା। ହଁ ହଁ ଠିକ ଦେଖନ୍ତୁ ଠିକ ପୁଅ ଝିଅ ପାଇଁ ହଁ ବାପା ମାଙ୍କର କେତେ ତ୍ୟାଗ। ଯାଚିଥିଲେ 16 ପାଲା ଶେଷ କରି 16 ପାଲା ସଂକଳ୍ପିତ କରିଥିଲେ, ହଁ ହଁ ଆଜି ଉଦ୍ଯାପନ କରୁଛନ୍ତି। क्या कहता ସତରେ ପିଲା ଲାଗି କେତେ ଆନନ୍ଦ ଉତ୍ସବ, ଆ ହା ହା କେତେ ଟଙ୍କା ଖର୍ଚ୍ଚ ହେଇଯିବ ଆଜି ସେ କଥାର ହିସାବ ରଖି ନଥିବେ ବାପା ମା। ନା ଯାହା ଯାଉଛି ଯାଉ ଏ 200 ଟଙ୍କା ନେ ଯା ରାଣୀ ଆଜ୍ଞା ସିଏ ପରା ଆମ ମାନଙ୍କର ବାପା। ବାପା ପୁଅ ଝିଅକୁ ଯଦି ବଜାର ନେଇ କରି ଯାଆନ୍ତି, ହଁ ହଁ ପାଖରେ 10 ଟଙ୍କାରେ ଥାଉ କି ନଥାଉ ହଁ ବାପା ସବୁବେଳେ କହିବେ ଆରେ କଣ କିଛି କିଣିବୁ କି, ଆରେ କଣ ଖାଇବୁ କଣ କିଛି ଖାଇବାର ଅଛି କି? ନେ ଯା ଗୋଟେ ରୋଲ ଖାଇତେ 50 ଟଙ୍କା ନେଇକି ଯା ସିଏ ହଉଛନ୍ତି ଆମ ମାନଙ୍କର ବାପା। ବାପା ଛିଣ୍ଡା ସାର୍ଟରେ ଯେ ସାରା ବର୍ଷଟା ବିତେଇ ଦିଅନ୍ତି, ହଁ ଚପଲ ଛିଣ୍ଡା ଚପଲ ଦେଖିଲେ ପଡୋଶୀ କହିବେ ଯଦି ହଁ ଆଇ ଚପଲ ଛିଡିଗଲାଣି ଆଉ ହଳଟାଏ ଆଣୁନା। ଆଣିବି 50 ଟଙ୍କା ଛିଡ଼ିଲାଣି ଆଉ ହଳେ 50 ଟଙ୍କା ଆଣିବି ତ ଥାଉ ତେବେ ଆଗକୁ ପରା ଅଛି ପୂଜା, ହଁ ହଁ ପିଲାମାନଙ୍କ ପାଇଁ ପୋଷାକ କିଣା ହବନି। ହଁ ମୋର ଏଇ ଛିଣ୍ଡା ଚପଲଟା ଆଉ 2-3 ମାସ ଚଳିଯିବ। ଚଳେଇ ଦେବି ସିଏ ହଉଛନ୍ତି ଆମ ମାନଙ୍କର ବାପା। ବାପା ହେ ଆଉ ସିଏ ହଉଛି ମା, ମା କିଏ ଯିଏ ସନ୍ତାନ ପାଇଁ ହଁ ସବୁ କିଛି କରିଦେଇ ପାରେ, ହଁ ଅସମ୍ଭବକୁ ସମ୍ଭବ କରିଦେଇ ପାରେ। ସତ ପରିବାର କହିଲେ ନିଛକ ସତ୍ୟ କଥା ଗୋଟିଏ ପଦ କହୁଥିଲ ମା। ହଁ ଲୋ ମା ଗୋଟେ ପରିବାର କଥା, ହଁ ପରିବାରରେ ହଁ ହଁ ସଦସ୍ୟ କହିଲେ 4 ଜଣ, 4 ଜଣ ବାପା ମା 2 ଜଣ ଆଉ ପୁଅ ଆଉ 2ଟି ପୁଅ। ପୁଅ ଇଏ ବଡ ପୁଅର ବୟସ 12 ବର୍ଷ, ସାନ ପୁଅର ବୟସ 7 ବର୍ଷ। ସେଦିନ ପଡିଶା ଘରେ ହଁ ମାଛ ତରକାରୀ ହେଇଛି। ହେଇଛି ଇଏ ସାନ ପୁଅଟା କାନ୍ଦିକା ଗଡି ଯାଉଛି, ଗଡି ଯାଉଛି ମା କହିଲା ଖାଇବି ମା ମୁଁ ମାଛ ତରକାରୀ ମୁଁ ଖାଇବି। ମାଛ ଖାଇବି ଆଜ୍ଞା ଛୋଟ ଛୁଆଟା ଯଦି ଅଳି ଅଝଟ କରିବ, ହଁ ଦେଖନ୍ତୁ ବୁଝେଇବାର ଶୈଳୀଟା କାହାର କେମିତି। ହଁ ବାପା ଆସିବେ ବୁଝେଇବେ କଣ, ମୁଁ ମାଛ କହିବେ ଖାଇବି ଏଇ ହଁ ଆମ ଘରେ ଯାହା ହେଇଛି ତାହା ଖାଇକି ବସ। ହଁ କାରଣ ପର ଘରୁ ଆଣିବା ମାଗି ଖାଇବା ହଁ ଏସବୁ ବାପାଙ୍କର ପସନ୍ଦ ହୁଏନି। ନା ବାପା ବୁଝେଇଦେବେ, ବୁଝେଇଲେ ବଡ ଭାଇ ଆସିବ ସାନ ଭାଇକି ବୁଝେଇବ, ଆ ତ ପୁଅରେ ଏ ଆମ ଘରେ ଆଜି ଯାହା ଅଛି ତୁ ଖାଇଦେ, ଆଜେ କାଲି ଆମେ ବାପାଙ୍କୁ କହିକି ଆମର ମାଛ ଆଣିବା, ଆଣିବା ଫୁଟଣ କାଲି ନହେଲେ ଆମର ମାଛ ତରକାରୀ କରିବା। ହଁ ଛେଳି ଫୁଟଣ ଆଣିବା ଇଏ ଖାଇବା ହଉଛି ବଡ ଭାଇର ବୁଝେଇବା ହଁ ଶୈଳୀ। ହଁ ହେଲେ ମା 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 ମନ ବୁଝିବ, ମା ମନ ପିଲାଟା ତାର କାନ୍ଦିକି ଗଡୁଛି ମାଛ ତରକାରୀ ଟିକେ ଖାଇବ, ଖାଇବ ଲୁଚି ଛପି କରି ଯିବ ପଡିଶା ଘରକୁ ତା ମା ହଁ ଡାକିବ ହେଲେ ପୁନା ବୋଉ କଣ ମୋ ବାପା ମୋ ସାନ ପୁଅଟା ଟିକେ ମାଛ ତରକାରୀ ଖାଇବା ପାଇଁ ଇଚ୍ଛା କରୁଛି ତ କାନ୍ଦୁଛି, ହଁ ମାଛ ତରକାରୀ ଟିକେ ଦିଅନ୍ତୁ। ମଲା ସେ କା ଫୁଲା କି ନଉନ କି ନାହିଁ କରିଛି ନେଲ ଖଣ୍ଡେ ମାଛ ତରକାରୀ ଟିକେ ମାଗି ଆଣିବ ପଡିଶା ଘରୁ, ଆ ଆ କବାଟ କଣରେ ବସେଇଦବ, କହିବ ହେଇରେ ଏ ଖା ସେ କବାଟ କୋଣେ ଲୁଚି କରି ଖାଇଦେ, ବାପା ଦେଖିଲେ ପାଟି କରିବେ। ସତ କଥା ଇଏ ହଉଛି ଆମ ମାନଙ୍କର ମା। ମା ଦେଖନ୍ତୁ ଯିଏ ମାଗିକି ଆଣେ ଯିଏ ନିଜର ହଁ ସନ୍ତାନର ଇଚ୍ଛା ପୂରଣ କରିବାକୁ ଯାଇ ହଁ ନିଜର ଲାଜ ସରମକୁ ଭୁଲିଯାଏ, ଭୁଲିଯାଏ ପଡିଶା ଘରେ ଯାଇ ହାତ ପତେଇବାକୁ ସେ ଟିକେ ବି ସଙ୍କୋଚ କରେନି। ନା କାରଣ ତା ପୁଅ ଖାଇବ ମୋର ଇଚ୍ଛା କରିଛି, ଫୁଟା ଖାଇବ ତା ପିଲାର ଇଚ୍ଛାକୁ ପୂରଣ କରିବ ସେ। ହଁ ସିଏ ହଉଛି ମା। ମା ଆଜ୍ଞା ଓହୋ ଦୁନିଆରେ ସ୍ନେହମୟୀ ମା ପରି କିଏ ନାହିଁ। ଏ କହ ସତ କଥା
ଗୋଟିଏ ପଦ ମନେ ପଡେ ଡକ୍ଟର ମାୟାଧର ମାନସୀ ମାନସି କଣ କହିଲେ ଆଜ୍ଞା? କହିଲେ କହ ଦୁନିଆରେ ନିଆରେ କିଏ ମା ଭଳି ମାସି ନାମ ବସୁଧା ରୁବଳି ଆରେ ମାସି ନାମ ବସୁଧା ରୁବଳି ମା ମାର ଆଦର ମାର ପାଣ ଡାକତି ମଧୁରା ଏ ମାହାରି ଦିଏ କେତେ ଅଧୁଳି ମା ଶହେ କେତେ ହରିଆ ରାଜାଳି ମା ହାତ ବଢା ତୁଠ ଭାତଳି ଲାଗଇ ସୁଆଦ ଅମୃତ ରୁବଳି ମା ଦୁନିଆରେ ମା ପରି କିଏ ନାହିଁ ସତରେ ପୁଅ ପୁଅଟା ତାର ହଁ ବୁଢା ହେଇଗଲାଣି ହେଇଗଲାଣି ପୁଅ କେଶ ପକୁଅ ହେଇଗଲାଣି ଅଣ୍ଟା ନଇଗଲାଣି ବାଳ ପାଟି ଗଲାଣି ମା କେବେ କହିବ ବୁଢା ପୁଅଟା ବୋଲି ନାଇଁ ନା ବାଳ ତା ପାଟି ପୁଅକୁ ବୁଢା ବୋଲି କହିବ ମା ଦେବେ ନାଇଁ ହେ ହେ କହିଲେ ପାଚି ଯାଉ ବାଳ ନଇ ଯାଉ ଅଣ୍ଟା ଏ ମା କହିବ ମୋ କାଲିର ପୁଅଟା ମା କହିବ ପରା କହିଲା କେଶ ପୋକ ହେଇ ଅଣ୍ଟା ନଇଗଲା ବୋଲି ମୋ ପୁଅଟା କଣ ବୁଢା ପୁଅ ନା ନା ମୋ କାଲିର ପିଲା ପରା ସତ ତ କାଲିର ପୁଅଟା ମୋର ଠିକ ନା ଆଜ୍ଞା ମା ଝାଡି ଦିଏ ଟାଣାଣା ମା ଝାଡି ଦିଏ ଟାଣାଣା ମା ଝାଡି ଦିଏ ଯେତେ ଦେହ ଧୂଳି ଅଧଟ ଧାରଇ ବାପ ଗୁଣିଆ ଧାରଇ ଡାହାଣି ସିନା ଗୁଣିଆ ଧାରଇ ଡାହାଣି ସିନା କାଳିଆ ଧାରଇ ପାପରେ କାଳିଆ ଧାରଇ ପାପ କାଳିଆ ଧାରଇ ପାପରେ କାଳିଆ ଧାରଇ ପାପ ଯୋଗୀ ଫେରି ଗଲେ ଦୁଆର ମୁହଁରୁ ଭୋଗୀକୁ ଲାଗଇ ଦୋଷ ହବ ଆହା ଭକତ ଫେରିଲେ ତା ସିଂହ ଦୁଆରୁ କାଳିଆକୁ ଲାଗେ ବିଷ ବିଷ ଧାରି ଦିଏ ଟାଣା ବିଷ ଧାରି ଦିଏ ଟାଣା ବିଷ ଧାରି ଦିଏ ସାପୁଆ